ପିଲାମାନେ ଏହା ହେଉଛି ତୁମର ସମ୍ପୂର୍ଣ୍ଣ ଅସଲି ପ୍ରଶ୍ନପତ୍ର। ଠିକ୍ ଅଛି। ଏହା ହେଉଛି ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ଚତୁର୍ଥ, ବିଷୟ ହେଉଛି ଚିତ୍ରାଙ୍କନ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ତୁମର ବିଭାଗ, ଏଠି ଲେଖିବ ତୁମର ତାରିଖ। ଠିକ୍ ଅଛି। ତୁମେ ଯେଉଁ ତାରିଖ ଦିନ ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଠି ଲେଖିବ ତୁମର ବିଦ୍ୟାଳୟର ନାମ, ଏଠି ଲେଖିବ ବ୍ଲକର ନାମ, ଏଠି ଲେଖିବ ଜିଲ୍ଲାର ନାମ। ଠିକ୍ ଅଛି। ପିଲାମାନେ ଏହା ହେଉଛି ତୁମର ସମ୍ପୂର୍ଣ୍ଣ ଲିଖିତ ପରୀକ୍ଷା। ଠିକ୍ ଅଛି। ସମୟ ହେଉଛି 2 ଘଣ୍ଟା। ପୃଷ୍ଠା ସଂଖ୍ୟା ହେଉଛି 2, ପ୍ରଶ୍ନ ସଂଖ୍ୟା 3 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 50। ସମ୍ପୂର୍ଣ୍ଣ 50 ମାର୍କର ଏହି ତୁମର ପରୀକ୍ଷା। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଅଧା ଚିତ୍ରକୁ ସମ୍ପୂର୍ଣ୍ଣ କର। ଅଧା ଚିତ୍ରକୁ ସମ୍ପୂର୍ଣ୍ଣ କର। ପିଲାମାନେ ଏହା ହେଉଛି ଗୋଟିଏ ପ୍ରଜାପତିର ଚିତ୍ର। ତୁମେ ଏହାକୁ ସମ୍ପୂର୍ଣ୍ଣ କରିବ। ଏପଟେ ଯେମିତି ଅଛି ଠିକ୍ ସେଇପଟେ ବି ସେମିତି ହେବ। ଠିକ୍ ଅଛି। ଚେଷ୍ଟା କରିବ ଘରେ, ଥରେ 2 ଥର ହୋଇଯିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଚିତ୍ରଟିକୁ ବଡ଼ କରି ଅଙ୍କନ କର। ପିଲାମାନେ ଏହା ହେଉଛି ଗୋଟିଏ ବିଲେଇର ଚିତ୍ର। ଏହି ଚିତ୍ରକୁ ତୁମେ ବଡ଼ କରି ଅଙ୍କନ କରିବ। ଠିକ୍ ଅଛି। ଅଭ୍ୟାସ କରିବ, ଥରେ 2 ଥର ନିଶ୍ଚୟ ହେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଚିତ୍ରରେ ରଙ୍ଗ ଦିଅ। ପିଲାମାନେ ଏହି ଚିତ୍ରରେ ରଙ୍ଗ ଦେବ। ଗଛରେ ଗଛ ଯେମିତି ଦେଖାଯାଏ। ଠିକ୍ ଅଛି। ତାପରେ ଘର, ଠିକ୍ ଅଛି, ଘରରେ ଯେମିତି ଛପର ଛୁଆଁ ଯାଇଛି ଠିକ୍ ସେହିପରି ରଙ୍ଗ ଦେବ। ଠିକ୍ ଅଛି। ପିଲାମାନେ ଏଇଠି ଗୋଟେ ଗେଟ୍ ଅଛି। ଗେଟ୍ରେ ମଧ୍ୟ ଠିକ୍ ବାଡ଼ ଅଛି। ବାଡ଼ରେ ମଧ୍ୟ ଠିକ୍ ସେହିପରି ରଙ୍ଗ ଦେବ। ଏହା ହେଉଛି ଗୋଟେ ପାହାଡ଼ିଆ ଅଞ୍ଚଳ। ଠିକ୍ ଅଛି। ପାହାଡ଼ ଅଞ୍ଚଳରେ ଏହି ଗଛ ଗୁଡ଼ିକୁ ଯେମିତି ଜଣାପଡ଼ିବ, ଏହି ଘର ଯେମିତି ଜଣାପଡ଼ିବ ସେମିତି ରଙ୍ଗ ଦେବ। ଠିକ୍ ଅଛି। ସମ୍ପୂର୍ଣ୍ଣ ମାର୍କ ମିଳିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏହା ଭେରି ଇମ୍ପୋର୍ଟାଣ୍ଟ ହେଇଥିବାରୁ ନିଜର ସାଙ୍ଗସାଥିମାନଙ୍କ ନିକଟକୁ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।